पाए। सुनो कि न सुनो मामा डाको, सुनो कि न सुनो मामा डाको, नीति नीति डाकु थाए, नीति नीति डाकु थाए। माँ को चरणी नेछि शरण, माँ को मु भल पाए। माँ को आशीष करुणार बारी, एई जगत रे पड़ुअछि झरी। अज्ञान तिमिर तमसाकु चिरी, मांकर ज्योति फुटे जन परी। घिन 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 नैवेद्य मोर, घिन 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 नैवेद्य मोर। पाद पूजा करुथाए, पाद पूजा करुथाए। माँ को चरणी नेछि शरण, माँ को मु भल पाए। जहा हाथी बंधा हे जीवन डोरी, विपदे आपदे जिए सहचरी। चला पथे से ही रूप कुसुमरी, पणत कुतांक धरिथिबि भिड़ी। आस कि न आस पाखकु मोर, आस कि न आस पाखकु मोर। पथ तुम चाहिथाए, पथ तुम चाहिथाए। माँ को चरणी नेछि शरण, माँ को मु भल पाए। सुन कि न सुन मामा डाको, सुन कि न सुन मामा डाको। नीति नीति डाकु थाए, नीति नीति डाकु थाए। माँ को चरणी नेछि शरण, माँ को मु भल पाए। माँ को मु भल पाए, माँ को मु भल पाए। माँ वंदे मातरम। माँ बहुत बहुत धन्यवाद आपा, बहुत सुंदर बंदनाटी निवेदन करथिबारु। पुनर् उपस्थित समस्त भाई बहन को आंतरिक प्रणाम एवं आज विशेष दिवस अंतर्जातिक योग दिवस शुभेच्छा। समस्त मंगल कामना करिवा एवं आमर ग्रहणशीलतार आमर अंतर्चेतनार विकास पई आज भली दिन आमको सहायक हो मांग निकट रे कर्ण भिक्षा करिवा। आम समस्त जानिचे प्रति शुक्रवार संध्या 8टा बेले ये स्वीट मदर आईडी रे पाठ्यक्रम अनुष्ठित होची, जेउथरे कि पूज्य भविष्य आमको प्रैक्टिकल गाइड टू इंटीग्रल योग बही उपरे आलोचना करुचंती। भाई को प्रणाम जनाउची। गत सप्ताह रे
obstacles in sadhana chapter ego vanity pride ଆଜିର ଫିଅର ସମ୍ବନ୍ଧୀୟ ଚାପ୍ଟରକୁ ଆମେ ପ୍ରବେଶ କରିବା। ଭାଇଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ପୂର୍ବରୁ ମେସେଜଟିଏ ପାଠ ପଢୁଛି। The best way to express one's gratitude to the divine is to feel simply happy. The best way to express one's gratitude to the divine is to feel simply happy. The mother. ଭାଇଙ୍କୁ ପ୍ରଣାମ ସହ ଆମନ୍ତ୍ରଣ କରୁଛି ଆଲୋଚନା ରଖିବା ପାଇଁ। ଭବିଷ୍ୟ ପ୍ରଣାମ ମା ପରମ ପ୍ରଭୁ ଶ୍ରୀ ଆଜିର ଅଧ୍ୟୟନ ବର୍ଗରେ ଉପସ୍ଥିତ ସମସ୍ତ ପୂର୍ଣ୍ଣାଙ୍ଗ ଯୋଗର ସାଧକ ମାନଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା। ଆଜିର କାର୍ଯ୍ୟକ୍ରମକୁ ନେତୃତ୍ୱ ଦେଉଛନ୍ତି ସମସ୍ତଙ୍କର ସମ୍ମାନର ରାଜକିଶୋର ଭାଇ। କାର୍ଯ୍ୟକ୍ରମରେ ସୁନ୍ଦର ଭାବରେ ଅଂଶଗ୍ରହଣ କରିଛନ୍ତି ସଞ୍ଚିତା ଆପା ଏବଂ ଅମିତା ଆପା। ସମସ୍ତଙ୍କୁ ଅନେକ ଶ୍ରଦ୍ଧା ସମ୍ମାନ ବ୍ୟକ୍ତ କରୁଛେ। ଯେଭଳି ରାଜକିଶୋର ଭାଇ ସୂଚନା ଦେଉଥିଲେ, ଆମେ ଯୋଉ ପୁସ୍ତକଟି ପଢୁଛନ୍ତି ପୂର୍ଣ୍ଣାଙ୍ଗ ଯୋଗର ସାଧନାର ଏକ ପ୍ରାମାଣିକ ପୁସ୍ତକ, ଏ ପ୍ରାକ୍ଟିକାଲ ଗାଇଡ୍ ଟୁ ଇଣ୍ଟିଗ୍ରାଲ ଯୋଗ। ଆମେ ପୃଷ୍ଠା 135 ର ଶେଷ ଭାଗରେ ଅଛନ୍ତି। ଅବଷ୍ଟାକଲ୍ସ ଇନ୍ ସାଧନା ହେଉଛି ତାର ଚାପ୍ଟର, ଆଉ ତାର ସବଟାଇଟଲ ହେଉଛି ଫିଅର। ଫିଅର ଉପରେ ଆମେ ପ୍ରଭୁଙ୍କର ବାଣୀ ପଢିବା ଏବଂ ମାଙ୍କର ବାଣୀଟି ପଢିବା। ଯେତେ ସବୁ ଭୟ ରହିଛି, ଯୋଉଟା ଭୟ ସୃଷ୍ଟି କରେ, ଭୟାନକ, ଯାହାକୁ ଡ୍ରେଡ୍ ବୋଲି କହୁଛନ୍ତି, ଡ୍ରେଡଫୁଲ ବୋଲି କହୁଛନ୍ତି, ଇଏ ଗୋଟେ ଅଗ୍ନି ଭଳି, ନିଆଁ ଭଳି। ଅଲ୍ ଡ୍ରେଡ୍ ଅଫ୍ ଫାୟାର, ଏଇ ଯୋଉ ଭୟର ଅଗ୍ନି ବା ଭୟାନକ ଅଗ୍ନି, or other violent forces, ଯେତେ ହିଂସ୍ର ଶକ୍ତି ଗୁଡିକ ରହିଛି, should be overcome, ଆମେ ତାକୁ ଅତିକ୍ରମ କରିବା ଉଚିତ। କାହିଁକି ନା ଯୋଉଠି ଭୟାତୁରତା ରହିଛି, ଭୟର ଭାବନା ରହିଛି, ଯୋଉଟା ଭୟଙ୍କର ଲାଗୁଛି, ସେ ଗୋଟେ ଦୁର୍ବଳତା। For a dread shows a weakness. weakness ନା ସେଠି ଆମର ଆତ୍ମାଟି ମୁକ୍ତ ଭାବରେ କାମ କରୁନାହିଁ। ଯଦି ଭୟର ବାତାବରଣ ରହିଛି, ନିଶ୍ଚିତ ଭାବରେ ଦୁର୍ବଳତା ରହିଛି। ଦି ଫ୍ରି ସ୍ପିରିଟ କ୍ୟାନ୍ ଷ୍ଟାଣ୍ଡ ଫିୟରଲେସ୍। ଯୋଉମାନଙ୍କର ମୁକ୍ତ ଆତ୍ମା, ସେମାନେ ପ୍ରଥମ ହଉଛନ୍ତି, ସେମାନେ ନିର୍ଭୟ ରୁହନ୍ତି। ଯୋଉମାନେ ସରଳ, ସେମାନେ ହିଁ ନିର୍ଭୟ ରହନ୍ତି। ଶିଶୁମାନେ ଦେଖିବେ ଭାରି ନିର୍ଭୀକ, ସେମାନେ ସାପକୁ ଡରନ୍ତିନି, ନିଆଁକୁ ଡରନ୍ତିନି, ଝଡକୁ ଡରନ୍ତିନି, ବିଜୁଳିକୁ ଡରନ୍ତିନି, କୌଣସି ବିଷାକ୍ତ କୀଟ ପତଙ୍ଗକୁ ଡରନ୍ତିନି। ଛୋଟ ପିଲା, ଆମେ ତାଙ୍କୁ ଭୟ ଦେଖେଇବୁ, ଭୂତ ପ୍ରେତ ଯାହା ବି ସେମାନେ ଭୟ କରନ୍ତି ଆମ ଯୋଗୁଁ, ନହେଲେ ପିଲା କିଛି ବୁଝେନି। ଆର୍ମି ଜେନେରାଲ ଆସିଲେ ବି ସେ ଡରିବନି, ପରମାଣୁ ବୋମା ଆସିଲେ ବି ଡରିବନି, ତାକୁ ବନ୍ଧୁକ ଦେଖିଲେ ବି ଡରିବନି। ପରୀକ୍ଷା କରି ଦେଖିବେ, ଛୋଟ ଛୁଆକୁ ଯଦି ବନ୍ଧୁକ ଦେଖେଇବେ ବି ସେ ଡରିବନି, କାରଣ ସେମାନେ ଗୋଟେ ଫ୍ରି ସ୍ପିରିଟ ର ଚେତନାରେ ଥାନ୍ତି। ଆମେ ତ ସବୁ ଜିନିଷ ଜାଣି ଯାଇଥାଉ, ଜଟିଳତା ଗୁଡିକ ଆସି ଯାଇଥାଏ। ସରଳତା ଜାଗାରେ, ନିର୍ଭୟତା ଜାଗାରେ ଭୟ ଆସିଯାଏ। ତ ଫ୍ରି ସ୍ପିରିଟ କ୍ୟାନ୍ ଷ୍ଟାଣ୍ଡ ଫିୟରଲେସ୍। ଆଉ କିଏ ଫିୟରଲେସ୍ ହେଇଯାଆନ୍ତି? ମୁକ୍ତ ଆତ୍ମା, ସନ୍ନ୍ୟାସୀ ମାନେ, ଯୋଉମାନଙ୍କର କିଛି ହରେଇବାର ନଥାଏ, କିଛି ପାଇବାର ନଥାଏ। ମୃତ୍ୟୁ ଆସିଲେ ଯିଏ ସାଙ୍ଗେ ସାଙ୍ଗେ ଗ୍ରହଣ କରିପାରିବେ, ସେଭଳି ପ୍ରସ୍ତୁତି ଯୋଉମାନଙ୍କ ଭିତରେ ରହିଛି। କୌଣସି ବି କନସିକ୍ୱେନ୍ସ କୁ ଚାଲିଯିବାରେ ତାଙ୍କୁ ଦ୍ୱିଧା ନାହିଁ। ସେ ହେଉଛନ୍ତି ମୁକ୍ତ ଆତ୍ମା। ନିଜ ପାଇଁ କିଛି ଚାହାନ୍ତି ନାହିଁ, ଯାହା ଘଟିବ ସେଟା ସ୍ୱାଗତ ଯୋଗ୍ୟ। ସେଟା ହଉଛି ମୁକ୍ତ ଆତ୍ମାର ଲକ୍ଷଣ।
ଇଏ ଆଉ ଗୋଟେ ପ୍ରକାରର ମୁକ୍ତ ଆତ୍ମା। ତେଣୁ ନିର୍ଭୀକତା ଆପଣଙ୍କୁ ମୁକ୍ତ ଆତ୍ମା କରିଦେଇପାରେ ବା ମୁକ୍ତ ଆତ୍ମାରେ ଆପଣ ନିର୍ଭୀକ ହେଇଯିବେ। ବିଫୋର ଇଭିନ୍ ଦି ହାଏଷ୍ଟ ଫୋର୍ସେସ୍ ଅଫ୍ ନେଚର, ଏ ପ୍ରକୃତିର ଯେତେ ଶକ୍ତିଶାଳୀ ଶକ୍ତି ରହିଛି ତା ସମକ୍ଷରେ ମଧ୍ୟ ସେମାନେ ଭୟ ନଥାଏ, ତାଙ୍କର ନିର୍ଭୀକ ହେଇଯାନ୍ତି। ଭୂମିକମ୍ପ, ମହାବାତ୍ୟା, ଭୀଷଣ ସାମୁଦ୍ରିକ ଝଡ଼, ହରିକେନ୍ ଏଗୁଡିକ ଭୟ ତିଆରି କରିପାରେ, କିନ୍ତୁ ସେମାନେ ବି ନିର୍ଭୀକ ଥାନ୍ତି। ସେଭଳି ଗୋଟେ ନିର୍ଭୀକତା ନିହାତି ପକ୍ଷରେ ବଡ ଆଧ୍ୟାତ୍ମିକ ଶକ୍ତି, ତାହାକୁ ଦୁର୍ବଳତା ନୁହେଁ। ଆମେ କାହାକୁ ଭୟ କରୁ? ହଷ୍ଟାଇଲ ଫୋର୍ସେସ୍, ପ୍ରତିକୂଳ ଶକ୍ତି ଗୁଡିକ, ଯୋଉମାନେ ଆମକୁ ରୋଗ ଦେଇଦିଅନ୍ତି, ଯୋଉମାନଙ୍କୁ ସମସ୍ୟା ଦେଇଦିଅନ୍ତି, ଦୁର୍ଘଟଣା ଦେଇଦିଅନ୍ତି, ଦୁର୍ଭାଗ୍ୟ ଗୁଡିକ ଆମ ଉପରେ ଲଦି ଦିଅନ୍ତି, ଅପମାନ ଲଦି ଦିଅନ୍ତି, କୋର୍ଟ କଚେରୀ ରାଜଦଣ୍ଡ ଦେଇଦିଅନ୍ତି। ଯଦି ଆମେ ଏଇ ହଷ୍ଟାଇଲ ଫୋର୍ସ ମାନଙ୍କୁ ଡରୁଥିବା, when they try to come, ସେମାନେ ତ ଆସୁଥିବେ ଆଉ ଆମେ ତ ଭୟ ପାଉଥିବା, you expose yourself to power, ଆମେ ସେଇ ଶକ୍ତି ଗୁଡିକ ପ୍ରତି ନିଜକୁ ଉନ୍ମୁକ୍ତ କରିଦେବୁ, ଏକ୍ସପୋଜ କରିଦେବୁ। ସେମିତି ଆପଣ ବଣରେ ଯାଉଛନ୍ତି, ହଠାତ୍ ବାଘ ଦେଖାଗଲା, ଆପଣ ଦୌଡ଼ିବା ଆରମ୍ଭ କରିବେ, ବାଘ ଚପକେଇବ ତ। ସବୁ ପ୍ରାଣିକ ଶକ୍ତିର ସେଇ ଗୋଟିଏ ଲକ୍ଷଣ, ଆପଣ ଭୟ ପାଇଗଲେ ସେମାନେ ତାକୁ ଧରିଦେବେ। ତେଣୁ ଯିଏ ନିର୍ଭୀକ ଭାବରେ ଛିଡା ହବ, ବାଘ 3 ମିନିଟ୍ ଭାବିବାରେ ଦିସ୍ ମ୍ୟାନ୍ ଇଜ ନଟ୍ ଫିୟରିଂ। ବାଘର ଆଖି ସହିତ ଆଖି ମିଳେଇବା ଲୋକ ଅଛନ୍ତି, ଆଉ ସେଟା ଟ୍ରେନିଂ। ବଣ ଭିତରେ ଯୋଉମାନେ କାରବାର କରନ୍ତି, ବୁଲନ୍ତି, ବାଘକୁ ପୁରା ତା ଆଖି ସହିତ ଆଖି ମିଳେଇବା। ଯଦି ଆପଣ ଡରିକି କାନ୍ଦିବେ ତାହେଲେ ତ ଦୁଃଖ ହେଇଯିବ। ତେଣୁ ଭୟ ପ୍ରାଣିକ ଶକ୍ତି ଗୁଡିକ ଯେମିତି ବ୍ୟବହାର କରନ୍ତି, ଅନ୍ୟ ପ୍ରାଣୀମାନେ, ହିଂସ୍ର ପ୍ରାଣୀମାନେ ଯେମିତି ବ୍ୟବହାର କରନ୍ତି, ଏଇ ହଷ୍ଟାଇଲ ଫୋର୍ସ ଗୁଡିକ ଆପଣଙ୍କୁ ସେମିତି ବ୍ୟବହାର କରନ୍ତି। ସେମାନେ ଆସିବାକୁ ଚାହୁଁଥିବେ, ଆଉ ଆପଣ ଯେତେବେଳେ ଡରିଗଲେ ତାହେଲେ ସେମାନେ, ଆମେ ସେଇ ସବୁ ଶକ୍ତି ଗୁଡିକ ପ୍ରତି ଖୋଲି ହେଇଯାଉ, ଏକ୍ସପୋଜ ହେଇଯାଉ। ଇଏ ଥିଲା ଫିୟର ସମ୍ପର୍କରେ ପ୍ରଭୁଙ୍କର 2ଟି ବାଣୀ। ତାପରେ ମାଙ୍କର ରହିଛି 3ଟି ବାଣୀ। Once you enter the path of yoga, you must get rid of all fears. ଯେତେବେଳେ ଯୋଗ ପଥରେ ତମେ ପ୍ରବେଶ କରିବ, ସେତେବେଳେ ତମେ ସମସ୍ତ ଭୟରୁ ମୁକ୍ତ ହେଇଯାଅ। ସମସ୍ତ ଭୟ, ସେଥିରେ ରୋଗ ଭୟ, ଜ୍ୱର ଭୟ, ବୈଦେଶିକ ଆକ୍ରମଣର ଭୟ, ପ୍ରାକୃତିକ ଦୁର୍ବିପାକର ଭୟ, ସାପର ଭୟ, ବିଛାର ଭୟ, ଭୂତ ପ୍ରେତର ଭୟ, 1000 ଭୟ ଆମ ପାଖରେ ଅଛି। ଆପଣ ଲକ୍ଷ୍ୟ କରିବେ ଭୟର ଲୋକମାନଙ୍କୁ ସେମାନେ କେତେ ପ୍ରକାର ଭୟରେ ଆକ୍ରାନ୍ତ ହେଇଥାନ୍ତି। ବାଲ୍ୟକାଳରୁ ବାପା ମା ମାନେ, ଗୁରୁ ଗୁରୁଜନ ମାନେ ସେମାନଙ୍କୁ ନାନା ପ୍ରକାର ଭୟ ଦେଖେଇଥାନ୍ତି। ଏଇ ବାଘ ଆସୁଛି, ସାପ ଆସୁଛି, ଭୂତ ଆସୁଛି, ଚୋର ଆସୁଛି, ଏଗୁଡିକ ତାଙ୍କ ଅବଚେତନାରେ ଘର କରିଯାଏ। ଆଉ ପୂର୍ବ ଜନ୍ମର ସଂସ୍କାରରୁ ମଧ୍ୟ ଅବଚେତନା କାମ କରେ। ତେଣୁ ଆପଣ ଯୋଉଗୁଡ଼ିକ ଭୟ ପାଆନ୍ତି, ସେଇ ଭୟ ସହିତ କେବେ ନା କେବେ ଆପଣଙ୍କର ଦେଖା ହେଇଛି, ଆଉ ଆପଣ ତାକୁ ଭୟ କରିଯାଇଛନ୍ତି। କିନ୍ତୁ ଯୋଗ ପଥରେ ଆମେ ପାଦ ଦେବା, ଯୋଗ ପଥରେ ପ୍ରବେଶ କରିବା, ସେତେବେଳେ ଆମେ ସମସ୍ତ ଭୟରୁ ମୁକ୍ତ ହବା। এই ଭୟର ଭୂମି ଗୁଡିକ କୋଉଠି? ଭୟ କୋଉଠୁ ଆସେ, କିପରି ଆସେ? କିଛି ଭୟ ରହିଛି ଯୋଉଟାକ ମନରୁ ତିଆରି କରୁ ଆମେ, ଦ ଫିୟର୍ସ ଅଫ ୟୁର ମାଇଣ୍ଡ। କିଛି ରହିଛି ଦ ଫିୟର୍ସ ଅଫ ୟୁର ଭାଇଟାଲ, ପ୍ରାଣର ଭୟ। ପ୍ରାଣୀନାଂ ମୃତ୍ୟୁ ଭୟ, ପ୍ରତ୍ୟେକ ପ୍ରାଣରୁ ସେ ଭୟଟା କୋଉଟା ଆସୁଛି? ମୃତ୍ୟୁ ପ୍ରତି ଯୋଉ ଭୟଟି ରହିଛି, ସେଇଟା ହଉଛି ବିଗେଷ୍ଟ ଫିୟର। ପ୍ରତ୍ୟେକ ପ୍ରାଣୀର ମୃତ୍ୟୁ ଭୟ ରହିଛି। ଗୋଟେ ଜୀବ, ଛୋଟିଆ ପୋକରେ ବି ରହିଛି, ଆଉ ବଡ ମଣିଷର ବି ରହିଛି। ଆଉ ରହିଲା ଶରୀରର ଭୟ, ଦି ଫିୟର୍ସ ଅଫ ୟୁର ବଡି।
ଏଇ ଭୟ ଗୁଡିକ କୋଉଠି ରହିଥାନ୍ତି, ତାଙ୍କ ଘର କୋଉଠି, ତାଙ୍କର ସବୁ ଲଜିଂ ଅଛି। ତାଙ୍କ ଲଜିଂ ହେଲା, ବାସସ୍ଥାନ ହେଲା ଇଟ୍ସ ଭେରି ସେଲ୍ସ, ସବୁ ଜୀବକୋଷ ଗୁଡିକ ଭିତରେ ରହିଛନ୍ତି। ବୋଧେ ସତ୍ପ୍ରେମଙ୍କର ଗୋଟେ ବହି ଅଛି, ଦି ମାଇଣ୍ଡ ଅଫ ସେଲ୍ସ। ଆମ ସେଲ୍ ମାନଙ୍କର ବି ଗୋଟେ ମାଇଣ୍ଡ ଅଛି, କାରଣ ସେମାନେ ସବୁ ଜୀବନର ଗୋଟେ ଏକକ। ତେଣୁ ସେଇଠି ଭୟ କାମ କରୁଛି। ୱାନ୍ ଅଫ୍ ସିକ୍ସ ଟ୍ରାନ୍ସଫର୍ମେସନ, କାରଣ ଏଇଟା ରୂପାନ୍ତର ଯୁଗ, ଯୋଉମାନେ ରୂପାନ୍ତର ଚାହୁଁଛନ୍ତି। ଏଣ୍ଡ ଇଜ ଏ ଫଲୋର ଅଫ ଦିସ୍ ପାଥ, ଫଲୋର ଅଫ ଦି ପାଥ, ଏଇ ପଥର ଅନୁସରଣ କରୁଛନ୍ତି ଶ୍ରୀ ଅରବିନ୍ଦ ମାର୍ଗୀ, ମାଙ୍କର ଅନୁଗାମୀ, ମଷ୍ଟ ବିକମ୍ ଫିୟରଲେସ୍। ପୁରା ପୁରା ମାନେ ପୁରା ଥର ଭୟ ଶୂନ୍ୟ। ନା ରୋଗ ପ୍ରତି ଭୟ, ନା ଦୁର୍ଭାଗ୍ୟ ପ୍ରତି ଭୟ, ନା ମୃତ୍ୟୁ ପ୍ରତି ଭୟ, ନା କୋଉ ଅଧିଦୈବିକ ଘଟଣା ପ୍ରତି ଭୟ, ନା କୌଣସି ଆଧ୍ୟାତ୍ମିକ ଦୁଃଖ ପ୍ରତି ଭୟ, ନା କିଛି ପ୍ରତି ଦୁଃଖ ଭୟ ଅଛି। ଥର and thorough fearless, not to be touched। ଭୟ ଗୁଡିକ ଆପଣଙ୍କୁ ସ୍ପର୍ଶ କରିବେ ନାହିଁ, ଅସ୍ପର୍ଶ ହେଇକି ରହିବେ। or second, ଆପଣ ବିଚଳିତ ହେବେ ନାହିଁ by anything whatever in any part of his nature। এই ପ୍ରକୃତି ଭିତରେ, ସ୍ୱଭାବ ଭିତରେ ଯାହା ବି କିଛି ଘଟି ଯାଉ, ଆମେ ଯେଭଳି ବିଚଳିତ ନ ହଉ, ଆଉ ଆମେ ଯେଭଳି ସେଥିରେ ସ୍ପର୍ଶ ଲାଭ ନ କରୁ। ଏ ଥିଲା ମାଙ୍କର ଗୋଟେ ଛୋଟ ଚିଠିର ଲେଖା। ତାପର ଲେଖାଟି, generally speaking, the greatest obstacle perhaps that hinders man's progress is fear। ସାଧାରଣ ଭାବରେ କହିବାକୁ ଗଲେ ବହୁତ ଗୁଡେ ପ୍ରତିବନ୍ଧକ ଅଛି ଯିଏ ମଣିଷର ଅଗ୍ରଗତିକୁ ପ୍ରତିବନ୍ଧିତ କରେ, ହିଣ୍ଡର କରେ, ବାଧା ଦିଏ। ମାଙ୍କର କହିବା କଥା, ଗ୍ରେଟେଷ୍ଟ ଅବଷ୍ଟାକଲ ହେଲା, ସବୁଠାରୁ ବଡ ବାଧାଟି ହେଲା ଯିଏ ମଣିଷର ପ୍ରଗତିକୁ ରୋକେ, ସେଟା ହଉଛି ଫିଅର। এই ଭୟ କାରଣରୁ ଆମେ ପଦେ କଥା କହିପାରନ୍ତିନି, ଭୟ କାରଣରୁ ପଦେ ଗୀତ ଗାଇପାରନ୍ତିନି, ଭୟ କାରଣରୁ ଆମେ କାହାକୁ କିଛି କହିପାରନ୍ତି ନାହିଁ, ଭୟ କାରଣରୁ ଆମେ ନିଜର ପ୍ରତିଭାକୁ ସାବ୍ୟସ୍ତ କରିପାରନ୍ତିନି, ଭୟ କାରଣରୁ ଆମେ ଆମ ଚାରିକଡ଼ରେ ଘଟି ଯାଉଥିବା ଅନେକ ଦୁର୍ଭାବନାଗ୍ରସ୍ତ ଘଟଣା ଗୁଡ଼ିକୁ ମଧ୍ୟ ରୋକିପାରନ୍ତି ନାହିଁ। ତେଣୁ ଭୟ ହେଉଛି ଗୋଟେ ବଡ ପାପ। Of all kinds of fear, the most subtle and the most clinging is that of death। ମୁଁ ଟିକେ ଆଗରୁ କହୁଥିଲି, ଯେତେ ପ୍ରକାରର ଭୟ ରହିଛି, ସବୁ ପ୍ରକାର ଭୟ ମାନଙ୍କ ମଧ୍ୟରେ ସବୁଠାରୁ ସୂକ୍ଷ୍ମ ଆଉ ସବୁଠାରୁ କ୍ଲିଙ୍ଗିଂ, ଯେ ମଣିଷକୁ ଅତି ଭାବରେ ଜାବୁଡ଼ି ଧରିଛି, ସେଇଟା ହଉଛି ମୃତ୍ୟୁର ଭୟ। ମତେ ରୋଗ ହବ, ମୁଁ ମରିଯିବି, ମୁଁ ବୁଢା ହେଲେ ମରିଯିବି, ମୁଁ ଦୁର୍ଘଟଣାରେ ମରିଯିବି, ମତେ କିଏ ମାରିଦବ, ମୁଁ ନିଜେ ହାର୍ଟ ଆଟାକ୍ ହେଇଯିବ, ସେ ମୋର ସାଙ୍ଗମାନେ ସବୁ ମରିଗଲେଣି, ମୁଁ ବି ମରିଯାଇପାରେ। ଏଇଭଳି ଭୟ ଗୁଡିକ ମଣିଷକୁ ଆକ୍ରାନ୍ତ କରେ। ଆଉ ସବୁଠାରୁ ଗୋଟେ ସୁନ୍ଦର ସୂଚନା ଆପଣଙ୍କୁ ଦିଏ, ମୃତ୍ୟୁକୁ ଜୟ କରିବାର 4ଟି ବାଟ, 4 methods to conquer it। ଏମିତି the fear of death and 4 methods to conquer it, ଏମିତି ଗୋଟେ ପ୍ରବନ୍ଧଟେ ମାଙ୍କର ରହିଛି ତାଙ୍କର 12th ଭଲ୍ୟୁମ ଶିକ୍ଷା ପ୍ରସଙ୍ଗ ବହିରେ, ମୃତ୍ୟୁର ଭୟ ଏବଂ ତାକୁ ଜୟ କରିବାର 4ଟି ବାଟ। ଆମେ ବିଭିନ୍ନ ପାଠ୍ୟକ୍ରମରେ ତାକୁ ପଢୁଛନ୍ତି, ଯୋଉମାନେ ସେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କୁ ମନେ ପକେଇ ଦେବା ପାଇଁ କହୁଛି, ବା ଯୋଉମାନେ ଜାଣିନାହାନ୍ତି ତାକୁ ପଢିପାରିବା। One can conquer that alone। ଜଣେ ସେ ମୃତ୍ୟୁର ଭୟକୁ ଅତିକ୍ରମ କରିପାରିବ, ଏକୁଟିଆ ତାକୁ ବିଜୟ ଲାଭ କରିପାରିବ। Which one fears not। ତେଣୁ ଆମେ ଭୟ କରିବା ଉଚିତ ନୁହେଁ, ଯାହାକୁ ମୃତ୍ୟୁକୁ ଭୟ କରିବା ଉଚିତ ନୁହେଁ, କାରଣ ତାକୁ ଜୟ କରିବାର ବାଟ ଅଛି। and he who fears death has already been vanquished by death। ଯିଏ ମରଣ ଭୟ ଯାହାର ଅଛି, ମରଣକୁ ଯିଏ ଭୟ କରୁଛି, ସେ ପ୍ରକୃତରେ ମୃତ୍ୟୁ ଦ୍ୱାରା ପରାଜିତ ହେଇସାରିଛି।
ତେଣୁ ଅନେକ ସମୟରେ ମୃତ୍ୟୁ ଫିଜିକାଲ ଡେଥଟା ବହୁତ ପରେ ଆସେ। ତା ପୂର୍ବରୁ ମଣିଷଟି ମରିଯାଇଥାଏ। ତା ଭିତରେ କିଛି ବଞ୍ଚିବାର ଆଗ୍ରହ ନଥାଏ, ତା ଭିତରେ କିଛି ଆଶା ନଥାଏ, ତା ଭିତରେ କିଛି ସ୍ୱପ୍ନ ନଥାଏ, ତା ଭିତରେ କୌଣସି ଉମଙ୍ଗ ନଥାଏ, ଆଶା ସ୍ୱପ୍ନ କିଛି ବି ନଥାଏ। ସେଗୁଡିକ ସବୁ ଜିନ୍ଦାଲାସ। ମଣିଷ ପାଖରେ ଯେତେବେଳେ ସେଇ ସଂକଳ୍ପଟି ଚାଲିଯାଏ, ପ୍ରଗତି କରିବାର ଇଚ୍ଛା ଚାଲିଯାଏ, ସେତେବେଳେ ପ୍ରକୃତରେ ମୃତ୍ୟୁର ଭୟକୁ ଯଦି ଆମେ ଅତିକ୍ରମ କରିପାରୁନାହାନ୍ତି, ଏଇ ମୃତ୍ୟୁର ସବୁଠାରୁ ବଡ ଦିଗଟି ହଉଛି ସେ ଆମକୁ ମୃତ୍ୟୁ ପୂର୍ବରୁ ମଧ୍ୟ ପରାଜିତ କରିକି ରଖିବ। ମୃତ୍ୟୁ ପୂର୍ବରୁ ବି ଆମେ ମରିଥାଉ। ଆମେ ମୃତ୍ୟୁ ପୂର୍ବରୁ କେମିତି ମରିଥାଉ? ଠିକ ଅଛି, ଦେହଟା ସିନା ନିଶ୍ୱାସ ବନ୍ଦ ଆଉ ଦେଇଥାଏ, କିନ୍ତୁ ମଣିଷର ମନ ମରିଯାଇଥାଏ, ତାର ପ୍ରାଣ ମରିଯାଇଥାଏ। ତାକୁ କହିବେ ଗୋଟେ ଚାଲ ଗୋଟେ କାମ କରିବା, ନା କଣ ସେ କାମରୁ ମିଳିବ, ମୁଁ କିଛି କରିବି। ତାମାନେ କଣ? ତାର ଆଶାଟି ମରିଯାଇଛି। ସେ ଆଉ ତାର ଜିଜିବିଷା ଚାଲିଗଲାଣି, କୁଆଡେ ବଞ୍ଚିବାର ଇଚ୍ଛାଟି କୋଉଠି ହଜିଗଲାଣି। ବୋଧେ କିଏ ଜଣେ ଦାର୍ଶନିକ ଗୋଟେ ସୁନ୍ଦର କଥା କହୁଥିଲେ, ମୃତ୍ୟୁ ତ ଏକ ଅବଧାରିତ ସତ୍ୟ ହେଇକି ବର୍ତ୍ତମାନ ପାଇଁ ପୃଥିବୀରେ ରହିଛି, କିନ୍ତୁ ମୃତ୍ୟୁ ପୂର୍ବରୁ ଯେତେବେଳେ ମଣିଷଟି ମରିଯାଉଛି ଏଇ ବାଟରେ, ଯାହାର ସ୍ୱପ୍ନ ମରିଯାଉଛି, ଆଶା ମରିଯାଉଛି, ପ୍ରେରଣା ମରିଯାଉଛି, ପ୍ରତିଭା ମରିଯାଉଛି, ସେଟା ଭାରି ଭୟଙ୍କର। That kind of death is very, very bad. ତେଣୁ ମୃତ୍ୟୁ ତାର ଯେତେବେଳେ ଆସିବା କଥା ଆସୁ, କିନ୍ତୁ ତା ପୂର୍ବରୁ ମୃତ୍ୟୁଟା ଅତି କମରେ ନ ହଉ। ଯଦି ଭୟଟି ରହିବ, ତାହେଲେ ଆମେ ମୃତ୍ୟୁ ଦ୍ୱାରା ଭେଙ୍କୁଇଜରେ ହେଇଯାଇଥିବା, ପରାଜିତ ହେଇ ଖାଲି ନିଶ୍ୱାସ ବନ୍ଦ ହବାକୁ ବାକି ଥିବ, ହେଲେ ଆମେ ସତରେ ମରିଯାଇଥିବା, ଜିନ୍ଦାଲାସ। The first and most important thing is to know that life is one and immortal. ଆମେ ପ୍ରଥମେ ଜାଣି ରଖିବା ଉଚିତ, ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ, ଯେ ଜୀବନ ହେଉଛି ଅଖଣ୍ଡ, ଏକ ଅଦ୍ୱିତୀୟ ଏବଂ ଜୀବନ ଅବିନାଶୀ, ଅମରତ୍ୱରେ ରହିଛି, ଇମର୍ଟାଲ। ତେଣୁ ଆମେ ଯୋଉ ମୃତ୍ୟୁଟାକୁ ଦେଖୁ ସେଟା ଗୋଟେ ଫିଜିକାଲ ଡେଥ୍। ଫିଜିକାଲ ଡେଥକୁ କେହି କହୁଛନ୍ତି ଘଟାନ୍ତର, ଘଟ ପରିବର୍ତ୍ତନ ହୁଏ, ଗୋଟେ ବଡିରୁ ଆଉ ଗୋଟେ ବଡିକୁ ସାଇକିକ ସୋଲ ଏମାନେ ସବୁ ଚାଲିଯାଆନ୍ତି। ଦରକାର ପଡ଼ିଲେ ପ୍ରାଣ ଏବଂ ମନ ମଧ୍ୟ ଯାତ୍ରା କରିପାରନ୍ତି, ଯଦି ସେମିତି ସାଧନା ଥାଏ। ଯଦି ପ୍ରାଣଟିକୁ ପ୍ରାଣ ଲୋକରେ ବଞ୍ଚେଇ ହୁଏ, ତାହେଲେ ସେଭଳି ଯାତ୍ରା ସମ୍ଭବ। ଆପଣ ଯଦି ସିରିୟସ ସାଧକ ମାଙ୍କୁ ଭଲ ପାଉଛନ୍ତି, ତାହେଲେ ଆପଣଙ୍କ ପ୍ରାଣ ମନ ଆପଣଙ୍କୁ ଦେଇ ଦିଆଯାଇପାରିବ। ବହୁତ ରହସ୍ୟପୂର୍ଣ୍ଣ ଘଟଣା, ବଡ ଅକଲ୍ଟ ସାଇନ୍ସ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ ଏଇ ଯୋଉ ଘଟାନ୍ତର ହଉଛି, ପୋଷାକ ପରିବର୍ତ୍ତନ ହଉଛି, ଦେହାନ୍ତର ହଉଛି, ତାକୁ କଣ ଦେହାନ୍ତର? ଦେହାନ୍ତର ପ୍ରାପ୍ତ କଲେ ମାନେ ଗୋଟେ ଦେହରୁ ଆଉ ଗୋଟେ ଦେହକୁ ସେ ଯାତ୍ରା କରିବାର ଗୋଟେ ସୁଯୋଗ ପାଇଲେ, ସେଥିପାଇଁ ସେ ସୂକ୍ଷ୍ମ ହେଇଗଲେ। କିନ୍ତୁ ଅସଲରେ ଜୀବନ ମରୁନାହିଁ, ଅସଲରେ ଆତ୍ମାର ମୃତ୍ୟୁ ନାହିଁ, ସେ ଅମରତ୍ୱରେ ଅଛି। ଏଇ କଥାଟି ବୁଝିବାଟା ହେଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମେ ଯେତେ ବୁଝିଲେ ମଧ୍ୟ ଥିଓରିଟିକାଲି ଏଟା ବୁଝିବେନି, unless otherwise you have the grace of divine mother। କରୁଣାମୟୀ ମାଙ୍କର କରୁଣା ନହେଲେ ଏଇ କଥାଟି ବୁଝି ହବ ନାହିଁ ଯେ ଆମ ଶରୀରରେ ମୃତ୍ୟୁ ହେଉଛି, ଆତ୍ମାର ମୃତ୍ୟୁ ନାହିଁ। Only the forms, countless in number, are transient and brittle। এই ଯୋଉ ଅସଂଖ୍ୟ ଆକାର ଅଛି, ଅସଂଖ୍ୟ ରୂପ ରହିଛି, ସେମାନେ ସଂଖ୍ୟାରେ ଅଗଣିତ, କାଉଣ୍ଟଲେସ୍। ସେମାନେ ସବୁବେଳେ କ୍ଷଣିକ ଆଉ ସବୁବେଳେ ବ୍ରିଟିଲ, ଭଙ୍ଗୁରଶୀଳ। ଆପଣ ଗୋଟେ ଗଛକୁ ଦେଖନ୍ତୁ, ସେଠି ପତ୍ର ମାନଙ୍କୁ ବି ଦେଖନ୍ତୁ, ସେ ପତ୍ର ଗୁଡିକ ଦିନେ ଖସି ପଡିବେ, ଭଙ୍ଗୁର, ବ୍ରିଟିଲ। ସେମାନଙ୍କ ସଂଖ୍ୟା କାଉଣ୍ଟଲେସ୍ ହେଇପାରେ, କିନ୍ତୁ ସେମାନେ କ୍ଷଣସ୍ଥାୟୀ।
ट्रांजिएंट किसी दिन अच्छा गोटे नवपत्र जो कले आर शीत ऋतु खसी पड़ी था पत्र झड़ा ऋतु जो आसो से सब पत्र खसी पड़ो से मनुष्य गुड़िक से प्राणी गुड़िक लाइफ देन डजंट डाई जीवन केबे मरे ना मु एक कथाटी को थरे बोधे जड़े भाई बा भौणी को कही आपण घरे इलेक्ट्रिसिटी आसुची से आपणकर 5टा फैन चलची 10टा लाइट चलाउची आपणकर फ्रिज कनेक्टेड आपणकर एसी कनेक्टेड आपणकर मोबाइल कनेक्टेड कंप्यूटर कनेक्टेड समस्ते से इलेक्ट्रिसिटी चलुं ता भीतर गोटे फैन खराब हो गला कौन इलेक्ट्रिसिटी मरीगला इलेक्ट्रिसिटी अप्लायंस टी खराब हो गला से सिस्टम को से लाइट टी फ्लो कलानी से करेंट टी फ्लो कलानी से सिस्टम अचल हो गला से आउट ऑफ फैन आसीबो सेठी लगे दे तमाने से जो जीवन टी थिला जो करेंट टी थिला सेटा ही प्रवाहित हो हांडी भांगी गले कौन पानी सरी जाए यदि कलसी भांगी जीव माठिया भांगी जीव तार अर्थ न जे पानी सरी जाओ जमती फैन खराब हो गले इलेक्ट्रिसिटी सरी जाओ ना सेमती घटांतर हेले देहर पतन हेले देहटा मरीगले प्राणटा मरु ना प्राण शक्ति के मरे पुणी गोटे देह आसो पुणी थे तार भीतर जीवन प्रवाहित हो जमी आम गोटे नुआ फैन किणी आनिबा आउ से तापरे इलेक्ट्रिसिटी तो थिला से घरे अच्छी रही रहिबो आपण खाली ता सहित कनेक्टेड करदेबे कनेक्शन करदेबे से चलिबो लाइफ देन डजंट डाई बट द फॉर्म्स आर डिजॉल्व्ड ये रूप गुड़िक ये आकार गुड़िक ही डिजॉल्व हो जाते तेणु जो आकार मृत्यु होउछि ता भीतर थिबा कंटेंट जीवन तत्व प्राण तत्व मन तत्व सेगुड़िक नष्ट होनी आत्म तत्व शरीर भांगिला इट इज दिस डिवोल्यूशन ये हूँ से भांगा से भांगाटा को आम भौतिक चेतनाटा डरी जाऊे भौतिक चेतना डरिले कौन हुए आम भावुँ बोधे प्राण डरीगला आमको लगुच कि सतरे कौन हुए आखि बाहरी पड़ो आपणकर लोम कूप गुड़िक सब रिएक्ट करेंगे छिड़ा हो शीत पड़े आपन शोष लगे आपण निश्वास प्रखर हो आप विचलित हो निद हम नहीं एगुड़ा सबू ये परिवर्तन गुड़िक फिजिकल कन्सियसनेस कि आमको लगे प्राण डरी जाइए मनटा डरीगला मन प्राण बहुत पछरे डरती प्रथम आम सेल गुड़िक बॉडी सेल्स गुड़िक से आक्रांत होती आम फिजिकल कन्सियसनेस भय करे तेणु सब प्रकार भय सब प्रकार विरक्ति सब प्रकार वितृष्णा ये शरीर चेतना रही ऋषि मैंने कहते शरीर आद्यम खलु धर्म साधन शरीर हूँ से आद्य भूमि जो बाकी धर्म गुड़िक सब धर्म पर केवल शरीर धर्म टी आद्य शरीर धर्म हूँ भय कहीं से डिजॉल्व हो जाए भांगी जाए एंड एट द फॉर्म चेंजेस कन्स्टांटली ये रूप गुड़िक तो बदल नुआ घर खंडी दिने पुराणा भाव मन नुआ घर खंडी दिने पुराणा हम बोधे आम छोट दिने जो ग्रामीण लोक मान रेडियो रे कार्यक्रम होता से टीवी नथिला कृषि संसार गोटे भजन हुए चाषी मैंने सब मेल हुए अरे सुंदर थिला से रेडियो कार्यक्रम सब मो देखे अधिकांश दिन से गीत बाजुता है
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବରେ ମନ, ନୂଆ ଘର ଖଣ୍ଡି ଦିନେ ପୁରୁଣା ହବ ନା? ଆପଣ ପିଲା ଥିଲେ, ସେଜରେ ଶୋଉଥିଲେ, ଏବେ ବୟସ୍କ ହେଇଗଲେଣି, ଫର୍ମ ଚେଞ୍ଜ ହେଇଛି, ନିରନ୍ତର ପରିବର୍ତ୍ତନ ହଉଛି, ଆଉ ଦିନେ ବି ପରିବର୍ତ୍ତନ ହେଇଛି। ଆପଣଙ୍କ ଫ୍ୟାନ ରେ ଧୂଳି ପଡିଗଲା, ପୁରୁଣା ହେଇଗଲା, କିନ୍ତୁ ତା ଇଲେକ୍ଟ୍ରିସିଟି କଣ ପୁରୁଣା ହେଇଗଲା? ତା କଣ୍ଟିନ୍ୟୁଆଲ, ତାର କିଛି ବେଶୀ ଟ୍ରାନ୍ସଫରମେସନ ହଉନାହିଁ, ଏତେ ସହଜରେ ବି ହଉନାହିଁ। ହଁ ହଉଛି, ଲୋଡ ରେ ହଉଛି, ତା ଇଣ୍ଟେନ୍ସିଟି ରେ ହଉଛି, ହୁଏତ ତାର କ୍ୱାଲିଟେଟିଭ ଚେଞ୍ଜେସ୍ ଆସୁଛି, ସେ ଅଲଗା ପ୍ରକାର ଭାରି ସୂକ୍ଷ୍ମ ପରିବର୍ତ୍ତନ। କିନ୍ତୁ ଯୋଉଟା ଦେହଗତ ପରିବର୍ତ୍ତନ, ସ୍ଥୂଳ ପରିବର୍ତ୍ତନ, ସେଟା ଭାରି ଦିଶୁଛି। There is nothing that divides the change from being progressive. ତେଣୁ ଏପରି କିଛି କଥା ନାହିଁ ଯାହା ଏଇଭଳି ପରିବର୍ତ୍ତନକୁ ରୋକିପାରିବ, କାରଣ ଏଇ ପରିବର୍ତ୍ତନ ଗୁଡିକ ସବୁବେଳେ କ୍ରମୋନ୍ନତିଶୀଳ। ଏ ପରିବର୍ତ୍ତନ ଗୁଡିକ କ୍ଷତିକାରକ ବି ନୁହେଁ। ଜଣେ ଛୋଟ ପିଲା ଥିଲା, ସେ ପୁରା ମଣିଷଟେ ହେଲା, ସେ ଯୋଉଟା କ୍ଷତିକାରକ ପଥରେ ଯାଇଛି ତା ବି ନୁହେଁ। ଇଏ ଗୋଟେ ପ୍ରୋଗ୍ରେସନର ରାସ୍ତା। କାରଣ ଯେତେବେଳେ ଜରା ଆସିବ, ପୁଣି ଥରେ ଜନ୍ମ ଲାଭ କରିବା ପାଇଁ, କୋମାର ଲାଭ କରିବା ପାଇଁ ଆପଣଙ୍କୁ ସେଇଟା ଡିମୋଲିସ ହବ। ମୁଁ ଥରେ ଆପଣଙ୍କୁ କହିଥିଲି ଏଇ ପାଠଚକ୍ରରେ, ଭାଙ୍ଗିବାଟା ସବୁବେଳେ ନେଗେଟିଭ ନୁହେଁ। ଯେମିତି ଆମେ ଛୋଟ ଥିଲେ, ମୋର ପର୍ଟିକୁଲାରଲି ମନେ ଅଛି, ପ୍ୟାଣ୍ଟ ସାର୍ଟ ଚିରିଗଲେ ଭାରି ଖୁସି ହେଇଯାଏ, ଯାହା ଗୋଟେ ନୂଆଟା ଆସିବ। ଆମେ ଏବେ ଖୁସି ହେଇପାରୁନାହାନ୍ତି, କାରଣ ଆମର ଦେହ ପ୍ରତି ଗୋଟେ ମୋହ ରହିଛି। ସେତେବେଳେ ପ୍ୟାଣ୍ଟ ସାର୍ଟ ଗୁଡା ତ ଆମେ କିଣିନାହାନ୍ତି ନା, ସାଇକେଲ ଟା ପୁରୁଣା ହେଇଗଲେ ଛୁଆମାନେ ଖୁସି ହେଇଯାନ୍ତେନି, ସେଟା ବହୁତ ଖରାପ ହେଇଯାନ୍ତାନି କି? ବିଲିଭ୍ ପିଲା ଅଛନ୍ତି ଯୋଉମାନେ ଗୋଟେ ଖରାପ ହେଇତ ତିନିଟା ଖରାପ ହେବେ, ଘରେ ଥୋଇଦେବେ, କହିବେ ମା ଦେଖ ସବୁ ଖରାପ ହେଇଗଲା, ସାଇକେଲ କିଛି ଭଲ ନାହିଁ, ଲେଟ୍ ଅସ୍ ହାଭ୍ ଏ ନ୍ୟୁ ବାଇସାଇକେଲ। ଆମେ ସବୁ ଛୋଟ ଦିନେ ଭାରି ମଜାଦାର କଥା ସବୁ। ଆଜିକାଲି ଗୋଟେ ଫାଉଣ୍ଟେନ ପେନ୍ ବି ନଥିଲା ସେତେବେଳେ, ଛୋଟବେଳେ କାଳି ଦୁଆତ ଥିଲା, ଇଙ୍କ ପଟ୍ ଗୁଡିକ। ଇଙ୍କ ପଟ୍ ରେ ଗୋଟେ ନୂଆ କାଳି ଟାବଲେଟ ଆଣିକି ତାକୁ କାଳି କରିବା ପାଇଁ ହେଲେ, ଇଙ୍କ ପଟ୍ ରେ ଯୋଉ ବାକି ଥାଏ କାଳି ଗୁଡା ଆମେ ତାକୁ ଜାଣି ଢାଳି ଦେଉ। କିଏ କୁଆଡେ ଗୋଟିଏ ପୋଖରୀ କୁଆଡେ ଢାଳି ଦେଇଥିବ, ଢାଳି ସରିଗଲା, ଇଟ୍ ଇଜ ଏକ୍ସଷ୍ଟେଡ, ତ ନୂଆଟା ଆସିବ। ତେଣୁ ଏ ବହୁତ ପ୍ରୋଗ୍ରେସିଭ ଜିନିଷ। ପ୍ରକୃତିର ତାକୁ ନେଗେଟିଭଲି ଆମେ ଗ୍ରହଣ କରିଲେ ସେଟା ନେଗେଟିଭ ଲାଗୁଛି, କିନ୍ତୁ ଆମେ କହୁଛୁ ଆରେ ଏଇଟା ପିଲାର ଦେହ ଥିଲା, କୌମାର ଥିଲା କି ଯୌବନ ଥିଲା, ଏଇଟା କଣ ବାର୍ଦ୍ଧକ୍ୟ ଚାଲିଗଲା। One who craves for death may have to wait long to get it, and one who fears it may be struck down suddenly in spite of all precautions taken. ଆପଣ ସନ୍ନ୍ୟାସର ଗୋଟେ ଭଲ ଡେଫିନେସନ ଦେଇଛନ୍ତି ସ୍ୱାମୀ ବିବେକାନନ୍ଦ। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ଯିଏ ମରିବା ପାଇଁ ସବୁ ସମୟରେ ପ୍ରସ୍ତୁତ ଥାଏ, ଅତି କମରେ ମରଣକୁ ଘୃଣା କରେ ନାହିଁ, ମରଣକୁ ଭଲ ପାଇପାରେ। ତା ଅର୍ଥ ନୁହେଁ ଯେ ସେ ଡାକୁଥାଏ, ଅର୍ଥାତ୍ ଯଦି ମୃତ୍ୟୁ ପ୍ରତି ତାର ଗୋଟେ କ୍ରେଭ ରହିଥିବ, ନିହାତି ପକ୍ଷରେ ଏକ ଆକୁତି ରହିଥିବ, କ୍ରେଭିଂସ୍, ଜୀବନ ତରସ ଖାଇବା, ବ୍ୟସ୍ତ ହେଇଯିବା, ଯାଚନା କରିବା, ମାଗିବା, ତାହେଲେ ସେମାନଙ୍କ ପାଇଁ ୱେଟିଂ ଅଛି ଟୁ ଗେଟ୍ ଇଟ୍। ପୃଥିବୀର ନିୟମ, ଆପଣ ଯୋଉଟା ଚାହୁଁଥିବେ ସେଇଟା ପାଇବେନି। ଯଶ ଖ୍ୟାତି ଚାହାନ୍ତୁ ମିଳିବନି, ନ ଚାହାନ୍ତୁ ମିଳିବ। ଅବଶ୍ୟ ଆଜିକାଲି ଅଲଗା ହେଲାଣି, ଆମ ଟିଭି ମାନେ ଯାହାକୁ ଚାହିଁବେ ତାକୁ ଯଶ ଖ୍ୟାତି ଦେଇଦେବେ। ମିଡିଆର ଯୁଗ, ସେମାନେ ଚାହିଁଲେ ଧଳା କଳା, କଳା ଧଳା କରିଦଉଛନ୍ତି।
ଶୈତାନକୁ ଈଶ୍ୱର, ଈଶ୍ୱରକୁ ଶୈତାନ କରିବାରେ ତାଙ୍କୁ 2 ମିନିଟ୍ ସମୟ ଲାଗିବ, ଓନ୍ଲି 2 ମିନିଟ୍ସ। ଆମେ ସେ ବିବାଦରେ ଯିବାନି। କିନ୍ତୁ ସର୍ବକାଳୀନ ସତ୍ୟ ହେଲା ଥିଓରି ଅଫ୍ ଅପୋଜିଟ୍ ଅଛି। ଆପଣ ଯୋଉଟା ଖୋଜୁଥାନ୍ତି ସେଟା ମିଳେନି। ଯେ ଖୋଜୁନି ୱାନ୍ ଅଫ୍ ହିୟର୍ସ ଇଟ୍, ଯେ ମୃତ୍ୟୁକୁ ଡାକୁଛି ତାକୁ ସେ ମିଳୁନି। ଅଥଚ ଯେ ମୃତ୍ୟୁକୁ ଭୟ କରୁଛି ସିଏ ଦିନେ ସଡନଲି ଇଟ୍ ମେ ବି ଷ୍ଟ୍ରକ୍ ଡାଉନ୍, କାରଣ ସେ ଡରୁଛି ନା। ଡରିବାଟା ଗୋଟେ ବଡ ଆମନ୍ତ୍ରଣ। ସବୁବେଳେ ଭୟଟା ହଉଛି ଆମନ୍ତ୍ରଣ। ଭୟର ଅନ୍ୟ ନାମ ସବୁବେଳେ ବୁଝି ଦିଅନ୍ତୁ ଆମନ୍ତ୍ରଣ। ଆପଣ ଯୋଉଟାକୁ ଡରନ୍ତି ସେଇଟା ପକ୍କା ଆସିବ, ପକ୍କା ଆସିବ, ପକ୍କା ଆସିବ, ତ୍ରିବାର ସତ୍ୟ। ଆପଣ ଯଦି କହୁଥିବେ ସବୁବେଳେ ଟ୍ରାନ୍ସଫର ହେଇଯିବ 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 ହେଇଯିବ, ମୁଁ ଡରିଯିବି। ତେଣୁ ଆମେ ଯେତେ ପ୍ରିକସନ ନେଲେ ମଧ୍ୟ, ଆପଣ ଡାକ୍ତରୀ ଔଷଧ ଖାଉଥିବେ, ବଡି ଚେକଅପ୍ କରୁଥିବେ, ବଡ ବଡ ଡାକ୍ତର ପାଖକୁ ଯାଉଥିବେ, ବଢିଆ ଇନ୍ସୁରାନ୍ସ ସବୁ କରିଥିବେ, ଦରକାର ପଡିଲେ 3ଟା 4ଟା ଇନ୍ସୁରାନ୍ସ କରିଥିବେ, ହେଲେ ବି ସେ ମୃତ୍ୟୁ ଯେତେବେଳେ ଆସିବ ତାକୁ କେହି ଅଟକି ପାରିବେ। ଶେଷ ଚିଠିଟି ହଉଛି ବିୟଣ୍ଡ ଅଲ୍ ଦି ଇମୋସନ୍ସ, in the silent and quiet depths of our being, there is a silent burning, light burning constantly, the light of the conscious psychic consciousness. ବହୁ ସମୟରେ ଆମ ଭାଇ ଭଉଣୀ ମାନେ ପ୍ରଶ୍ନ ପଚାରନ୍ତି ଆମ ସାଇକିକ୍ କୋଉଠି ଅଛି, ଆମେ ସେ ସାଇକିକ୍ କୁ ସାମ୍ନାକୁ କେମିତି ଆଣିବୁ। ମା ସବୁବେଳେ କହୁଛନ୍ତି ସାଇକିକ୍ କୁ ସାମ୍ନା ଆସିଲେ ହିଁ ସାଧନା ଆରମ୍ଭ ହବ। ସାଧନା ଆରମ୍ଭ କରିବାର ପ୍ରକ୍ରିୟା ଆରମ୍ଭ ହବ ସେଇଠୁ, ଯେତେବେଳେ ସତ୍ୟ ସମ୍ମୁଖକୁ ଆସିବ। ଏପରି କଣ ଅଛି ଯେ ନିୟମ ଆମେ ସତ୍ୟକୁ ସମ୍ମୁଖକୁ ଆଣିପାରିବା, ସେ କୋଉଠି ବା ଅଛି। ମା ବୋଧେ ତାଙ୍କର 12th ଭଲ୍ୟୁମ ପେଜ 33ରେ କିଛି କଥା କହିଛନ୍ତି, କଣ କଲେ ସତ୍ୟ ସମ୍ମୁଖକୁ ଆସିବ। ତା ଭିତରେ କେତେ ଗୁଡେ ସରଳ ସୂତ୍ର। ନୀରବ ରହିବା, କଥା କହିବା ପୂର୍ବରୁ ମାଙ୍କୁ ସମର୍ପଣ କରିବା, ଖାଇବା ପୂର୍ବରୁ ମାଙ୍କୁ ସମର୍ପଣ କରିବା, ଶୋଇବା ପୂର୍ବରୁ ମାଙ୍କୁ ସମର୍ପଣ କରିବା, କର୍ମ କରିବା ପୂର୍ବରୁ ମାଙ୍କୁ ସମର୍ପଣ କରିବା, ଅନ୍ୟ କାହାକୁ କିଛି ଜଜମେଣ୍ଟ ନ କରିବା, ଅନ୍ୟ ପ୍ରତି ସଦିଚ୍ଛା ପୋଷଣ କରିବା, ଏଇଗୁଡିକ ସବୁ ଦି ୱେଜ୍ ଯୋଉଥିରୁ ଆପଣ ଚତୁର୍ଥକୁ ସମ୍ମୁଖକୁ ଆଣିପାରିବେ। ଏବେ ଚତୁର ଠିକଣା ଦିଆଯାଉଛି, କୋଉଠି ସେ ଚତୁର ଅଛନ୍ତି ଆପଣଙ୍କ ଭିତରେ। ସେ ଅଛନ୍ତି ବିୟଣ୍ଡ ଅଲ୍ ଦି ଇମୋସନ୍ସ, ସବୁ ପ୍ରବଣତାର ଅନ୍ତରାଳରେ ଅଛନ୍ତି, ଅତିକ୍ରମ କରିକି ଅଛନ୍ତି। ହେଲେ ଆମେ ତ ପ୍ରବଣତା ଭିତରେ ଅଛୁ। ଆପଣ ମେଘରାଇଜରେ ରହିକି ଜହ୍ନକୁ ଖୋଜିଲେ ହବ, ମେଘରାଇଜରେ ରହିଲେ ଜହ୍ନ ଲୁଚିଯିବ। ପ୍ରବଣତା ଭିତରେ ଥିଲେ ସତ୍ୟ ଚୈତ୍ୟ ଚେତନ ଆଦୌ ଦେଖାଯାଏନି। କିନ୍ତୁ ମଣିଷ ପାଇଁ ପ୍ରବଣତା କେତେ ପ୍ରିୟ। ଆମେ ଅକ୍ଷୟ ମହାନ୍ତି ଗୀତ ଶୁଣିଛୁ ନା, ଟିକେ ହସ ଟିକେ ଲାଜ ମିଶି ହେଲା ଯେଉଁ କବିତା ନା ତାର ଲଳିତା। ଆମେ ସେଇ ହସ ଲାଜର ଦୁନିଆରେ ଅଛୁ, କେତେ ମଜା ଲାଗୁଛି। ଇଏ ଆମ ପାଇଁ ଏଣ୍ଟରଟେନମେଣ୍ଟ, ନବରସର ପୃଥିବୀ, କେତେ ମଜାଦାର। ଇମୋସନକୁ କିଏ ଛାଡିଦବ ଯେ, ଲୋକ ତ ଆମକୁ ବୁଝେଇ ଦେଇଛନ୍ତି ଇମୋସନ ଥିଲେ ଭାରି ମଜା ହୁଏ ଲାଇଫରେ। କିନ୍ତୁ ମା କହୁଛନ୍ତି ବିୟଣ୍ଡ ଦି ଇମୋସନ୍ସ, ତୁ ଯେତେବେଳେ ଆବେଗର ଅନ୍ତରାଳକୁ ଚାଲିଯିବୁ, ତାକୁ ପାର ହେଇଯିବୁ, ଆବେଗ ଗୁଡିକୁ ପାର ହେଇଯିବୁ, ଅତିକ୍ରମ କରିଯିବୁ, ସେଇଠି ଇନ୍ ଦ ସାଇଲେଣ୍ଟ ଆଣ୍ଡ କ୍ୱାଇଟ ଡେପ୍ଥସ୍ ଗୋଟେ ଗଭୀରତା ଅଛି, ନୀରବ ଗଭୀରତା ଏବଂ ଗୋଟେ ପ୍ରଶାନ୍ତ ଗଭୀରତା, କ୍ୱାଇଟ। ସେଠି କୌଣସି ଶବ୍ଦ ନାହିଁ, ନିଶବ୍ଦ। ସେଠି କୌଣସି ତରଙ୍ଗ ନାହିଁ, ସେଠି କୌଣସି ଅସ୍ଥିରତା ନାହିଁ। କାରଣ ଏଇ ଆବେଗ ଗୁଡିକ ହଉଛି ସବୁ ଅସ୍ଥିରତାର କାରଣ, ସବୁ ଭୟର, ଉଦ୍ବେଗର, ଉତ୍ତେଜନାର କାରଣ। ମତେ ଲାଗେ ଆମ ଜୀବନଟାକୁ ସେ ଯୋଉ ଶେଷ ଶ୍ରାବଣ ସିନେମାର ହିରୋଇନ କୁ ପ୍ରଶାନ୍ତ ନନ୍ଦ ଆଉ ହେମନ୍ତ ବାବୁ ଟାଣିଲା ଭଳିଆ, ହେମନ୍ତ ଦାସ
ଆମ ଜୀବନଟା ଯେମିତି ଦି ଆଡୁ ଟଣା ହଉଛି, ଗୋଟିଏ ଆଡୁ ସତ୍ୟ ଟାଣୁଛନ୍ତି, ସତ୍ୟ ଟଣାଟଣି ବେଶୀ କରନ୍ତିନି, ଆଉ ଗୋଟିଏ ଆଡେ ତ ନିହାତି ଆବେଗ ଆମକୁ ଟାଣୁଛି। ସାହିତ୍ୟିକ କବି ମାନେ, ନାଟ୍ୟକାର ମାନେ, ଯୋଉମାନେ ଏଇ ପ୍ରବଣତା ଗୁଡିକୁ ନେଇ ତାଙ୍କ ସୃଷ୍ଟି ରଚନା କରନ୍ତି, ପ୍ରବଣତା ନେଇ ତାଙ୍କର ସମସ୍ତ ଶବ୍ଦ ସ୍ଥାପତ୍ୟ, ସବୁ ଶିଳ୍ପ ଗୁଡିକ, ସେ କବିତାର ଶିଳ୍ପ, କବିତାର କୋଣାର୍କ ସବୁ ସେଇଥିରେ ଆବେଗ ସର୍ବସ୍ୱ ଜୀବନ ସେମାନଙ୍କ। ସେମାନେ ସେ ଅସ୍ତିତ୍ୱବାଦୀ ଯିଏ, ମତେ ଲାଗେ ଗୋଟେ କବି ଯିଏ ଯେତେ ନିଜକୁ ପ୍ରୋଗ୍ରେସିଭ କହୁ, କିନ୍ତୁ ମାନେ ପ୍ରକାରାନ୍ତରେ ସେମାନେ ଜୀବନବାଦୀ ଆଉ ଜୀବନର ଇମୋସନବାଦୀ। ଜୀବନବାଦୀ ନୁହନ୍ତି, ସେମାନେ ଚିହ୍ନନ୍ତି ନାହିଁ ନିଜକୁ। ଇମୋସନ ଉପରେ ଏତେ ବେଶୀ ଗୁରୁତ୍ୱ ଯେ ସେମାନେ ସମସ୍ତେ ଅସ୍ତିତ୍ୱବାଦୀ, ଯୋଉଟା ଅଛି ସେଟା ଥାଉ। ମୁଁ ସାହିତ୍ୟିକ ମାନଙ୍କୁ ଏହିପରି ବୁଝୁଛି। ଆଉ ପ୍ଲାଟୋ ତ ଭୀଷଣ ଗାଳି ଦେଇଛନ୍ତି, କବି ମାନଙ୍କୁ ତାଙ୍କ ରାଜ୍ୟରୁ ନିର୍ବାଚିତ କରିଛନ୍ତି। ଛାଡ଼ନ୍ତୁ, ସେ ଅଲଗା ପ୍ରସଙ୍ଗ। ଅନ୍ୟଟି ହେଉଛି ଆମ ସତ୍ତାର ନୀରବ, ପ୍ରଶାନ୍ତ, ସ୍ଥିର ଗଭୀରତା ମଧ୍ୟକୁ ଚାଲିଯିବା। କାହିଁକି ଯିବା? ନା ସେଇଠି ଗୋଟେ ଆଲୋକ ଜଳୁଛି। କିପରି ଜଳୁଛି? ନା କନଷ୍ଟାଣ୍ଟଲି, ନିରନ୍ତର ଜଳୁଛି, ସତତ ଜଳୁଛି, ଶାଶ୍ୱତ ଭାବରେ ଜଳୁଛି। ସେ ଆଲୋକର ନାଁ କଣ? ସେ ଆଲୋକର ନାଁ ହେଉଛି ଦି ଲାଇଟ୍ ଅଫ୍ ସାଇକିକ୍ କନସିୟସନେସ୍, ଚୈତ୍ୟ ଚେତନା ର ଆଲୋକ। ମାଙ୍କର ଆଦେଶ ହେଉଛି ଗୋ ଇନ୍ ସର୍ଚ୍ଚ ଅଫ୍ ଦିସ୍ ଲାଇଟ୍। ତମେ ଏଇ ଆଲୋକକୁ ଖୋଜିକି ଚାଲିଯାଅ, ଏଇ ଆଲୋକକୁ ଖୋଜ। ଏଇ ଇମୋସନ ପାଖରେ ବହୁତ ଦିନ ରହିଗଲାଣି, 5-10 ହଜାର ବର୍ଷ ହେଇଗଲାଣି। କେତେ କବିତା ଲେଖିବ, କେତେ କାନ୍ଦିବ, କେତେ ଭାବନିବ? ଇଟ୍ ଇଜ୍ ଓଭର, ଇଟ୍ସ ଟୁ ମଚ୍। ଗୋ ଇନ୍ ସର୍ଚ୍ଚ ଅଫ୍ ଦିସ୍ ଲାଇଟ୍। ସେଇ ଆଲୋକ ପାଖକୁ ଯାଅ, କନସେନ୍ଟ୍ରେଟ୍ ଓପନ୍ ଇଟ୍, ତା ମଧ୍ୟରେ ଏକାଗ୍ର ହୁଅ, ଅଭିନିବିଷ୍ଟ ହୁଅ। କାହିଁକି ହୁଅ? ନା ଇଟ୍ ଇଜ୍ ୱିଥ୍ ୟୁ, ସେଟା ତମ ସହିତ ରହିଛି। ଇମୋସନ ଗୁଡିକ ଆଜି ଅଛନ୍ତି, କାଲି ନାହାନ୍ତି, କିନ୍ତୁ ସାଇକିକ୍ ଫାୟାର ସେ ସବୁଦିନ ଆମ ସହିତ ରହିଛନ୍ତି। ଇମୋସନ ଗୁଡା ଆଜି ଅଛନ୍ତି, କାଲି ନାହାନ୍ତି ମାନେ, ଛୋଟ ଦିନେ ଆପଣଙ୍କ ପାଖରେ ଯୋଉ ଇମୋସନ ଥିଲା, ଚକୋଲେଟ ପାଇଁ, ବେଲୁନ ପାଇଁ, ନୂଆ ଲୁଗା ପାଇଁ, ଆଜି ସେଇଟା ନାହିଁ। ଯୌବନରେ ଯୋଉ ଇମୋସନ ଗୁଡିକ ଥିଲା, ସେଇଟା ବାର୍ଦ୍ଧକ୍ୟରେ ନାହିଁ। ବାର୍ଦ୍ଧକ୍ୟରେ ଯୋଉ ଇମୋସନ ଆସୁଛି, ସେଇଟା ହୁଏତ ଆପଣ ଯୋଉ ମୁମୂର୍ଷ ଅବସ୍ଥାକୁ ଚାଲିଯିବେ, ଏକଦମ ବିଛଣା ଧରିଯିବେ, ସେଦିନ ସେଟା ନଥିବ। ଆଉ ବହୁତ କ୍ୱଚିତ ଲୋକ ଅଛନ୍ତି ଯୋଉମାନେ ତାଙ୍କ ଇମୋସନକୁ ଶେଷ ପର୍ଯ୍ୟନ୍ତ ବଞ୍ଚେଇ ପାରନ୍ତି। ସେଭଳି ଲୋକ ଅଛନ୍ତି, ତାଙ୍କ ନାଁ ବି ନିଆଯାଇପାରେ। ପୃଥିବୀ ବକ୍ଷରେ ସେମାନେ ସବୁ ବଡ ବଡ ଉଜ୍ଜଳ ଦୃଷ୍ଟାନ୍ତ, ଯୋଉମାନେ ଶେଷ ପର୍ଯ୍ୟନ୍ତ ତାଙ୍କ ଇମୋସନକୁ ବଞ୍ଚେଇଛନ୍ତି। କିନ୍ତୁ ସେମାନେ ସେଇ ଲୋକ ଯୋଉମାନେ ତାଙ୍କ ସାଇକିକ୍ ପାଖରେ ପହଞ୍ଚି ଯାଇଛନ୍ତି, ନହେଲେ ସେ ବଞ୍ଚେଇ ପାରନ୍ତିନି ତାଙ୍କ ଇମୋସନକୁ। ତେଣୁ ଇମୋସନକୁ ବଞ୍ଚେଇ ରଖିବା ପାଇଁ ସାଇକିକ୍ ବି ଗୋଟେ ଅବଲମ୍ବନ। ଏଇ କଥାଟି ଅତି ଉପରି ଭାଗରେ ରହିଥିବା କବି ସାହିତ୍ୟିକ ମାନେ ସହଜରେ ବୁଝିପାରନ୍ତି। ମୁଁ କାହାକୁ ଦୋଷ ଦଉନାହିଁ, କିନ୍ତୁ ନିମ୍ନ ପ୍ରାଣିକ ଭୂମିରେ ରହିବା, ଇମୋସନ ଭିତରେ ରହିବା, ସେ ଗୋଟେ ଅଲଗା ଜିନିଷ। ଚେତନାକୁ ପ୍ରାପ୍ତ କରିବା ଆଉ ଏକ ଉଚ୍ଚତାର କଥା, ଆଉ ଏକ ଗଭୀରତାର କଥା। ୱିଥ୍ ଏ ପର୍ଜରଭରିଂ ୱିଲ୍, ଗୋଟେ ଅଧ୍ୟବସାୟ ଯୁକ୍ତ ସଂକଳ୍ପ ନେଇକି, ୟୁ ୱିଲ୍ ସିଓରଲି ଫାଇଣ୍ଡ ଇଟ୍। ଯୋଉମାନଙ୍କ ପାଖରେ ଅଧ୍ୟବସାୟ ଯୁକ୍ତ, ଅଧ୍ୟବସାୟ ବୁଝି ହଉଛି ପର୍ଜରଭେରେନ୍ସ, ସେ ସହିପାରିବ, ଧୈର୍ଯ୍ୟ ଥିବ, ଯାହାର ଆଶା ଲିଭି ନ ଯିବ, ଆଶା ମଉଳି ନ ଯିବ, ଆସ୍ପୃହାଟି ଯାହାର ନିରନ୍ତର ସୁଧା ପ୍ରଜ୍ୱଳିତ ରହିଥିବ, ସେଇଭଳି ସଂକଳ୍ପ ଯୁକ୍ତ ଆସ୍ପୃହାଶୀଳ ମଣିଷଟେ ନିଶ୍ଚୟ ସେଟା ପାଇବ।
as soon as you enter into it, ଯେତେବେଳେ ତମେ ତା ମଧ୍ୟରେ ପ୍ରବେଶ କରିଯିବ ସେଇ ସତ୍ୟ ଚେତନା ମଧ୍ୟରେ, you awake to the sense of immortality. ଏକ ଅମରତ୍ୱର ବୋଧ ମଧ୍ୟକୁ ତମେ ଜାଗୃତ ହେଇଯିବ। ସେଇ ମଣିଷ କହିବ ନ ଅନ୍ୟତେ ନ ଅନ୍ୟମାନେ ଶରୀରେ। ସେ କହିବ ଯେ ମୁଁ ମରିବି ନାହିଁ, I am immortal। ମୁଁ କହିଲେ ସେ ଦେହ ନୁହେଁ। You feel you have always lived, you will live always। ତମେ ସେତେବେଳେ ପୁରାପୁରି ଅନୁଭବ କରିପାରିବ ଯେ ତମେ ବଞ୍ଚିଛ, ବଞ୍ଚି ରହିପାରିବ। You will live always, ସବୁଦିନେ ରହିପାରିବ। ଅମରତ୍ୱର ବୋଧଟା ସେଇଟା। ମୋର ମୃତ୍ୟୁ ନାହିଁ, ମୁଁ ଅବିନାଶୀ, ଏହାର ବିନାଶ ନାହିଁ, ମୋ ଅକ୍ଷୟ, ଏହାର କ୍ଷୟ ନାହିଁ। ତେଣୁ ଏହାର କେବେ ହନନ ହେଇପାରେ ନାହିଁ। ଇଏ ପବନରେ ଶୁଖି ଯାଇପାରେ ନାହିଁ, ଏ ଜଳରେ ବୁଡି ଯାଇପାରେ ନାହିଁ, ଏ ଅଗ୍ନିରେ ଜଳି ଯାଇପାରେ ନାହିଁ, ଇଏ କୌଣସି ଅସ୍ତ୍ରରେ କାଟି ଦିଆଯାଇପାରିବ ନାହିଁ, ଇଏ କୌଣସି ଅଗ୍ନିରେ ଜଳି ଯାଇପାରିବନି, କିଛି ବାଟରେ ବିନଷ୍ଟ ହେଇପାରିବନି। ତେଣୁ ଏଇ ଅବିନାଶୀ ତତ୍ତ୍ୱ ଆପଣଙ୍କ ପାଖରେ ପହଞ୍ଚିବ, ସେଇଟା ହଉଛି ଫିୟରଲେସନେସ୍। କୋଉଟା କି ଭୟ, ମୁଁ ନଷ୍ଟ ହେଇଯିବି, ମୁଁ ସରିଯିବି, ମୁଁ ହଜିଯିବି, ମୋର ପରିଚୟ କୁଆଡେ ପଳେଇବ, ମୁଁ କୁଆଡେ ପଳେଇବି, କିଏ କୁଆଡେ ଯିବ, କିଏ କୁଆଡେ ଯାଉନାହାନ୍ତି। ପୁଣି ଥରେ କହୁଛି, ଆପଣଙ୍କ ଘରେ 5ଟା ଇଲେକ୍ଟ୍ରିକ ଆପ୍ଲାଏନ୍ସେସ୍ ଖରାପ ହେଇଯାଇପାରେ, 3ଟା ଫ୍ୟାନ୍ ଖରାପ ହେଇଯାଇପାରେ, ଆପଣଙ୍କ ଫ୍ରିଜ ଖରାପ ହେଇଯିବ, ୱାସିଂ ମେସିନ ଖରାପ ହେଇଯିବ, ତାହେଲେ କଣ ଇଲେକ୍ଟ୍ରିସିଟି ପଳେଇବ କି? ଇଲେକ୍ଟ୍ରିସିଟି ମରିଗଲା, ସିଏ ରହିବ। ତେଣୁ ସେଇଭଳି ପ୍ରାଣ ଶକ୍ତି, ସେଇଭଳି ମନଶକ୍ତି, ସେଇଭଳି ବିଶ୍ୱ ଶକ୍ତି, ସେଇଭଳି ସତ୍ୟର ସେଇ ଚେତନା, ଏ ସବୁ ଗୁଡିକ ସଦା ବର୍ତ୍ତମାନ ମଧ୍ୟରେ ଥାନ୍ତି। ସେପରି ଏକ ପ୍ରଜ୍ଞାନ ମଧ୍ୟକୁ ଯାତ୍ରା କଲେ, ସେଭଳି ଗୋଟିଏ ସଂଜ୍ଞାନ ମଧ୍ୟକୁ ଯାତ୍ରା କଲେ ପ୍ରକୃତରେ ମନୁଷ୍ୟ ମଧ୍ୟରେ ଏକାତ୍ମତାର ଜ୍ଞାନ ଉଦୟ ହୁଏ। ସେଇଟା ହଉଛି ଅମୃତ ତତ୍ତ୍ୱ। ସେଭଳି ଅମୃତ ତତ୍ତ୍ୱ ପାନ କଲେ ଭୟ ଚାଲିଯାଏ ଏବଂ ଆନନ୍ଦ ଆପଣଙ୍କ ଭିତରକୁ ଆସେ। ଏତିକି ସହିତ ଆଜିର ଆଲୋଚନା ଏଠି ସମାପନ କରିବା। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭରାତ୍ରି, ବନ୍ଦନା। ମା ବହୁତ ବହୁତ ଧନ୍ୟବାଦ। ମାଙ୍କ ନିକଟରେ ଅଶେଷ କୃତଜ୍ଞତା ଦେଇ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବା ଏହି ଭୟ ତତ୍ତ୍ୱକୁ ଆପଣ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଭୁଙ୍କ ଲେଖାରୁ, ମାଙ୍କ ଲେଖାରୁ ଉଦ୍ଧାର କରି ଯେଭଳି ଆଲୋଚନା କଲେ ତାହା ନିଶ୍ଚୟ ଆମର ଶିକ୍ଷଣୀୟ। ମୃତ୍ୟୁ ବା ଭୟ ଚେତନାରୁ ଏକ ଶାଶ୍ୱତ ଚୈତ୍ୟ ଚେତନାକୁ ନେଇଯିବାର ଯେଉଁ ପ୍ରୟାସ ପ୍ରଭୁଙ୍କର, ତାହା ପାଇଁ ଆମେ ପ୍ରଭୁଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏବେ ମାଙ୍କ ନିକଟରେ ଆଜିର ପାଠ୍ୟକ୍ରମକୁ ସମାପନ କରିବା। ଆଦର୍ଶ ମ୍ୟୁଜିକ ପାଇଁ ସଞ୍ଚିତା ଆପଣଙ୍କୁ ଅନୁରୋଧ କରୁଛି।